ମା ଠାକୁରାଣୀ ରଘୁବୀରଙ୍କ ଗାଲରେ ଏକ ଶକ୍ତ ଚପଡ଼ା ମାରୁଛନ୍ତି। ହଁ ଦର୍ଶକ ବନ୍ଧୁ, ଯେତେବେଳେ ରଘୁବୀର ଜୀବନକୁ ବନ୍ଧୁକ ଦେଖାଇଥିବେ ସେତେବେଳେ ଜ୍ୟୋତି ମହାଦେବଙ୍କର ତ୍ରିଶୂଳ ଆଣି ରଘୁବୀରଙ୍କ ହାତରେ ବାଡ଼େଇ ଦଉଛନ୍ତି ଆଉ ରଘୁବୀରଙ୍କ ହାତରୁ ବନ୍ଧୁକ ଚାଲି ଯାଉଛି। ଆଉ ତାପରେ ଜ୍ୟୋତି କହୁଛନ୍ତି, ସାନ ବାବୁ ଆପଣ ଏଠୁ ଚାଲି ଯାଆନ୍ତୁ। ଆଉ ତାପରେ ଜୀବନ ଦୌଡ଼ି ଦୌଡ଼ି ପାହାଡ଼ ଉପରେ ଥିବା ସାପମାନଙ୍କ ପାଖକୁ ଚାଲି ଯାଉଛନ୍ତି। ଆଉ ଜୀବନକୁ ବିପଦରେ ପଡ଼ିଥିବାର ଦେଖି ଜ୍ୟୋତି ମଧ୍ୟ ପାହାଡ଼ ଉପରକୁ ଚାଲି ଯାଉଛନ୍ତି। ଆଉ ଏମିତି ଘଟଣା ଦେଖିବା ପରେ ରଘୁବୀର ମା ଠାକୁରାଣୀଙ୍କୁ କହୁଛନ୍ତି, ତମ ନାତି ଏବେ ମରଣ ମୁହଁକୁ ଚାଲିଗଲା, ଏବେ ଉଆସର ସବୁ ଧନ ସମ୍ପତ୍ତି ମୋର ଆଉ ମୋ ପୁଅ ପବନର। ଏମିତି କଥା ଶୁଣିବା ପରେ ମା ଠାକୁରାଣୀ ରଘୁବୀରଙ୍କ ଗାଲରେ ଏକ ଶକ୍ତ ଚାପଡ଼ା ମାରୁଛନ୍ତି। ଆଉ ତାପରେ ପବନ ରଘୁବୀରଙ୍କୁ କହୁଛନ୍ତି, ତମ ଭଳି ବାପା ପାଇବା ଅପେକ୍ଷା ମୁଁ ଅନାଥ ହେଇଥିଲେ ଭଲ ହେଇଥାନ୍ତା। ଆଉ ତାପରେ ରଘୁବୀର ସେଠାରୁ ଚାଲି ଯାଉଛନ୍ତି। ଆଉ ଘର ଲୋକମାନେ ସମସ୍ତେ ପାହାଡ଼ ଉପରକୁ ଯାଉଛନ୍ତି। ଆଉ ତାପରେ ଜ୍ୟୋତି ଜୀବନଙ୍କ ହାତରୁ ରସି ଖୋଲିବାକୁ ଯିବା ସମୟରେ ଗୋଟେ ସାପ ଜ୍ୟୋତିଙ୍କ ଆଡ଼କୁ ମାଡ଼ି ଆସୁଛି। ଆଉ ଜ୍ୟୋତି ପଛେଇ ପଛେଇ ପାହାଡ଼ ଦାଢ଼ ଆଡ଼କୁ ଯିବା ସମୟରେ ମା ଠାକୁରାଣୀ କହୁଛନ୍ତି, ଜ୍ୟୋତି ଦେଖିକି ଯା, ନହେଲେ ପାହାଡ଼ ତଳକୁ ଖସି ପଡ଼ିବୁ। ଏମିତି କଥା ଶୁଣିକି ଜୀବନ ନିଜ ହାତରେ ତାଙ୍କ ରସି ଖୋଲି ଦଉଛନ୍ତି। ଆଉ ଜ୍ୟୋତି ପାହାଡ଼ ତଳକୁ ଖସିଯିବା ସମୟରେ ସାପଟି ସେଠାରୁ ଚାଲି ଆସୁଛି। ଆଉ ଜୀବନ ଦୌଡ଼ି ଦୌଡ଼ି ଯାଇ ଜ୍ୟୋତିଙ୍କୁ ଧରି ନେଉଛନ୍ତି। ତେବେ ଦର୍ଶକ ବନ୍ଧୁ, ଆଜିର ଏପିସୋଡଟି ଆପଣମାନଙ୍କୁ ଭଲ ଲାଗିଲା କି?